ତା ମନରେ ବି ତ ଭଗବାନ ଥିବେ, ମୋ ମନରେ ବି ଭଗବାନ ଅଛନ୍ତି। ଦେନ୍ ସିଏ ଏମିତି କଟୁ ଭାଷା କେମିତି କହିପାରିଲା? ସିଏ କେମିତି ଜାଣିକି ବି ହର୍ଟ କେମିତି କରୁଛି ଆମକୁ? ତ ସେଇଠି ଆମେ ମେ ବି ପ୍ରାକ୍ଟିସ ରେ ଥିଲେ ବି ବେଳେ ବେଳେ ଏମିତି ପ୍ରାକ୍ଟିକାଲି କେସ୍ ହୁଏ ଯୋଉଟା କି ଆମେ ଭୁଲି ଯାଉ କି ସାମ୍ନାରେ କିଏ ଅଛି, କିଏ ଆତ୍ମା ଅଛି, କି ଜଣେ କିଏ ରିଲେଟିଭ ଅଛି। ତ ହୁଁ। ସଡନଲି ଆମର ବି ଗୋଟେ ଆଗ୍ରେସିଭ ମାନେ ରାଗଟା ପଳେଇ ଆସେ। ତ ସେଇଠି ଆମେ କେମିତି ସେଇ ଜିନିଷଟାକୁ ମ୍ୟାନେଜ କରିବା? ୟେସ୍ ୟେସ୍, ଆଇ ଗଟ୍ ୟୋର କ୍ୱେଶ୍ଚନ। ଦେଖନ୍ତୁ, ଶାସ୍ତ୍ରରେ କୁହାଯାଇଛି ଯଦି କିଏ ଆମକୁ ଖରାପ କରୁଛି, ଖରାପ କିଛି କହୁଛି, ବା ଖରାପ ବ୍ୟବହାର କରୁଛି, ତ ତା ଉପରେ ରାଗିକି ତାକୁ ଖରାପ ଭାବିବା ବୋକାମି। କାରଣ ଆମେ କିଛି ନା କିଛି ପୂର୍ବ ଜନ୍ମରେ ତା ପ୍ରତି ଏମିତି କର୍ମ କରିଛେ ହୁଁ। ଯାହା ଦ୍ୱାରା ସିଏ ତାର ଇଣ୍ଟରେଷ୍ଟ ସହିତ ପାର୍ସଲ ଆମକୁ ଦଉଛି। ବୁଝିପାରିଲେ? ତ ଆମର ହିଁ କର୍ତ୍ତବ୍ୟ, ଆମର ହିଁ କର୍ମର ପ୍ରତିକାର, ସେ କର୍ମର ଫଳଟା ତା ଦ୍ୱାରା ଆମକୁ ମିଳୁଛି। ହି ଇଜ ଜଷ୍ଟ ଏ ଭାୟା ମିଡିଆ। ବୁଝିପାରିଲେ? ଥରେ ଥରେ ଏମିତି ହୁଏ, ଏମିତିକାର ଗୋଟେ ପୁଅ ଜନ୍ମ ହୁଏ, ସେ ବାପର ସବୁ ପଇସା ନଷ୍ଟ କରିଦିଏ। ସେ ବାପା ଏତେ ପରିଶ୍ରମ କରିକି ପଇସା କମେଇ ଥାଉଛି, ତାକୁ କହନ୍ତି ଶତ୍ରୁ ପୁତ୍ର। ମାନେ ପୂର୍ବ ଜନ୍ମରେ ସେ ଶତ୍ରୁ ଥିଲା। ବୁଝିପାରିଲେ ନା? ଆଉ ତାର ପଇସା ଇଏ ହଡପି ଥିଲା। ସେ ଶତ୍ରୁଟା କଣ ହେଲା, ଆର ପୁଅ ହେଇକି ଜନ୍ମ ହେଲା, ଆଉ ସବୁ ଇଣ୍ଟରେଷ୍ଟ ସହିତ ସେ ପଇସାର ୱେଷ୍ଟ କରଲା। ବୁଝିପାରିଲେ? ତ ସେଇପରି ଭାବରେ ଯଦି କିଏ କେତେବେଳେ କଣ କହୁଛି, ବୋଲେ କୁହାଯାଉ କି ଆମର କର୍ମର ଫଳ, ଆମେ କାହାକୁ କଣ କହିଥିଲେ ସେଇଟା ବୁଲିକି ତା ଦ୍ୱାରା ଆସୁଛି। ତ ତାକୁ ରାଗିକି କିଛି ହବନି। ଆମେ ଭଗବାନଙ୍କର ଭକ୍ତି କରିବା, ଆଉ ଯେତେ ହବ ଆମେ ଠିକ ରାସ୍ତାରେ ଚାଲି ଚାଲି ଯିବା। ସେ ବ୍ୟକ୍ତିଟାକୁ ଆମେ ଯଦି ହିଂସା କରିବା, ଖରାପ ଭାବିବା, ସେଇଠି କଣଟା କରିପାରିବା? ଆପଣ କିଛି ମାନେ ଆହୁରି ନେଗେଟିଭିଟି ବଢି 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 ଯିବ। ଯଦି ସେ କଣ କହିଦେଲା, ଠିକ ଅଛି, କଣ କହିଥିବି ତାକୁ ବୋଧେ, ଲେଟ୍ସ ପ୍ରୋସିଡ୍ ଇନ୍ ଦ ଲାଇଫ, ଆଗକୁ ବଢିବା। ତ ସେଇପରି ଭାବରେ ନେଗେଟିଭିଟି ନ ରଖି କାହା ପ୍ରତି ଆମେ ଆମର କର୍ତ୍ତବ୍ୟରେ ୱାନ୍ ପଏଣ୍ଟେଡ୍ ଫୋକସ୍ ହେଇକି ଆମକୁ ଆଗକୁ ବଢିବା ଉଚିତ। ଆଉ ଯେମିତି ଆପଣ କହିଲେ, ଦେ ଆର୍ ନଟ୍ ବଡି, ଦେ ଆର୍ ଦ ସୋଲ। ସୋଲ, ଆତ୍ମା ଯୋଉ ଏସବୁ ସହିତ ଲେନା ଦେନା କିଛି ବି ତାର ନାହିଁ। କାରଣ ଆତ୍ମାଟା ଏସବୁ ପରେ, ଯାହା ବି ହଉଛି ଗୋଟେ ଭୌତିକ ପ୍ରକୃତି ମାଇଣ୍ଡରେ ଅଛି, ସେ ମାଇଣ୍ଡରେ ସେ ଖେଳ ଚାଲିଛି ସବୁ କିଛି। ତ ଆମ ନିଜର କର୍ମର ଫଳ ବୋଲି ଭାବିକି ଆମକୁ ଖୁସିରେ ତାକୁ ଶୁଣି ନେବା ଉଚିତ। କିଏ ଯଦି କଣ କଟୁ କହିଲା, ଦେଖନ୍ତୁ କେବେ ଘରେ ଶାଶ ବୋହୂ ଚାଲିଥାଏ, ଏ ପୁଅ, ଏମିତି ସବୁ ଯୋଉଟା ଗୋଟେ ଏକଜୁଟ ଆସନ୍ତି, ସବୁ ନିଜର କର୍ମର ଫଳ ନେଇକି ଆସନ୍ତି। ବୁଝିପାରିଲେ ନା? ଗୋଟେ ଫ୍ୟାମିଲିଟା ଯୋଉ ଆସେ, ଜଏଣ୍ଟ ଫ୍ୟାମିଲିଟା ଏମିତି ହୁଏନି। ଗୋଟେ ଏମିତିକାର ବୋଉ ଆସିବ, ପୁରା ଫ୍ୟାମିଲିରେ ସମସ୍ତଙ୍କର ନାକ में दम करके रखियो कि ऐसा କହନ୍ତି ନା। ତ ସେ ଖାଲି ସେ କହେ, ଆରେ ଏମିତିକା ତୁ ବାହା ହେଲୁ। ସେ ଖାଲି ତାକୁ କୁହନ୍ତୁନି, ସମସ୍ତଙ୍କର କର୍ମର ଫଳ ସେମିତି ଥିଲା, ସେମିତିକାର ଝିଅ ଆସିଲା ଗଲା, ସେମିତିକା ପୁଅ ବାହା ହେଲା, ଝିଅ ସହିତ ପରେଶାନ ହେଲା। ଏ ସମସ୍ତଙ୍କର ଗୋଟେ ଭାଗ୍ୟର କର୍ମ ଥାଏ, ତା ହିସାବରେ ସମସ୍ତେ ନିଜକୁ କାଟିବାକୁ ପଡେ। ତ ସେଥିଲାଗି ଆ, ଚେଷ୍ଟା କରିବା ଉଚିତ, ଯେତେ ସୁନ୍ଦର ଆମେ ଭକ୍ତି କରିପାରିବା, ଆମର ରେଖା ବି ବଦଳିଯାଏ ଭକ୍ତିରେ। କର୍ମର ରେଖା ବି ବଦଳିଯାଏ ଭକ୍ତିରେ। ତ ମୂଳ ମେନ୍ ରୁଟ ମେଡିସିନଟା ଭକ୍ତି ଭଲରେ କରିବା ଉଚିତ। ଆଉ ଭକ୍ତି ସହିତ ଯେତେ ନିଡଫୁଲ ଆଡଜଷ୍ଟମେଣ୍ଟ ଆମେ କରିପାରିବା। ଆପଣ ଜାଣିଛନ୍ତି, ମୁଁ ଯଦି ଏମିତି କଲି ମାନେ ଏ ସାମ୍ନାରେ ଯୋଉ ଛିଡା ହେଇଛି ବ୍ୟକ୍ତିଟା ରିଏକ୍ଟିଭ ହେଇଯିବ ପୁରା। ଆପଣ ଜାଣିଛନ୍ତି, ଏ ବଟନଟା ଚିପିଲେ ଏମିତି ରିଏକ୍ସନଟା ଆସିବ। ଚିପିବା ଦରକାର କଣ ଅଛି? ଆଭଏଡ କରନ୍ତୁ। ତ ବହୁତ ଆପଣ ନାଇଁ ମୋର ତ ଭୁଲ କିଛି ନାହିଁ, ଆରେ ଭୁଲ କିଛି ନାହିଁ, ତମେ ଜାଣିଛ ନା ଏ ଲୋକଟା କେମିତି ରେସ୍ପଣ୍ଡ କରିବ। ଜଷ୍ଟ ଆଡଜଷ୍ଟ ହୁଅ ନା ଲାଇଫରେ ଟିକେ। ଆଉ ତମେ ବି ନିଜେ ବି ଆଡଜଷ୍ଟ ହବା ପାଇଁ ଚାହୁଁନ, ଆଉ ସେ ବି ଖାଲି ଭାବୁଛ ସେ ଆଡଜଷ୍ଟ ହବ, ସେମିତି କେବେ ହୁଏନି। ଦି ଆଡୁ ଯେତେବେଳେ ଟିକେ ଟିକେ ଆମେ ଟିକେ ଆଡଜଷ୍ଟ କରିବା, ରିଲେସନଟା ଠିକ ଠିକରେ ଚାଲେ, ଆଉ ଭକ୍ତି ଆମେ କରିବା ଉଚିତ, ଲାଇକ ଦ୍ୟାଟ। ତ ୟା ପାଇଁ ପ୍ରାକ୍ଟିସ ଦରକାର ରହିଲା। ୟେସ୍ ୟେସ୍, ଡେ ଟୁ ଡେ ଲାଇଫ ଏଭରିଡେ ପ୍ରାକ୍ଟିସ। ଆମେ ଯେମିତି ଚାଣ୍ଟିଂ କରୁଛେ ଏଭରିଡେ, ଚାଣ୍ଟିଂ ଦ୍ୱାରା ଆମର ମନଟା ଟିକେ ଶାନ୍ତ ହବ, ଷ୍ଟେବିଲିଟି ଆସିବ। କହିବା ପୂର୍ବରୁ ଆମେ ଟିକେ ଭାବିବା କଣ ଆମେ କହୁଛେ। ଲୋକ କହିଲା ପରେ ଭାବନ୍ତି କଣ ମୁଁ କହିଲି। ଆମେ କହିବା ପୂର୍ବରୁ ଭାବିବା ଉଚିତ କଣ, ଟିକେ ଟିକେ ଛୋଟ ଛୋଟ ଜିନିଷ। ଆମେ ଯେତେବେଳେ ଧୀରେ 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 ଆମେ ଯେତେ ସତ୍ୱ ଗୁଣରେ ଆସିବା ନା, ଏସବୁ କମି କମି ଯିବ। ତମ ଗୁଣରେ ଏଇଟା ବେଶୀ ହୁଏ, ରଜ ଗୁଣରେ ବି ହୁଏ। ସତ୍ୱ ଗୁଣକୁ ଯେତେବେଳେ ଆପଣ ଆସିବେ ନା, ଏଇଟା ପୁରା କମିଯିବ। ତ ଭକ୍ତି ଯେତେବେଳେ ଆମେ ପ୍ରାକ୍ଟିସ କରୁଛେ, ଅଟୋମେଟିକଲି ସାତ୍विକ ଗୁଣ ସବୁ ଆସିଯାଏ। ଦ୍ୟାଟ ୱିଲ୍ ହେଲ୍ପ ୟୁ ଟୁ ଟେକ୍ ପ୍ରପର ଡିସିସନ୍ସ।
ଯେମିତି ମୋର ଗୋଟେ ଏକ୍ସପିରିଏନ୍ସ, ଯେମିତି ମୁଁ ଡିଭୋଟି ମାନେ ଯେତେବେଳେ ମୁଁ ଭକ୍ତିରେ ଆସିନଥିଲି, ଲାଇକ୍ ହଁ ନର୍ମାଲ ଗୋଟେ ନର୍ମାଲ ଲାଇଫ ଜିଉଥିଲି ସେତେବେଳେ, କିଏ ବି କଣ କହିଲେ ଗୋଟେ ହାଇ ପିଚ୍ ରେ ଆସୁଥିଲା। ଷ୍ଟିଲ୍ ତାପରେ ଯେତେବେଳେ ଭକ୍ତିରେ ଆସିଲି, ଦେଖିଲି ବୈଷ୍ଣବ ସଙ୍ଗ ମିଳିଲା, ତ ଟିକେ ମାଇଣ୍ଡ ହଁ କ୍ଲିୟର ହେଲା କି ନାଇଁ, ଏଇଟା ମୋ ନିଜର କିଛି ବାକି ଅଛି ଯୋଉଟା ଏବେ ଟିକେ ତାର କଟ ଆଉଟ ହଉଛି। ବଟ୍ ଫିର୍ ବି ଏତେ ପ୍ରାକ୍ଟିସ ସରିଲା ପରେ ବି ହଁ ବୁଝା ପଡୁଛି, ରିଆକ୍ସନ ଟିକେ କମ ହେଇଛି। ହେଲେ ବି ବେଳେ ବେଳେ ଏମିତି ଆସେ କେସ୍, ପ୍ରାକ୍ଟିକାଲି କହିବାକୁ ଗଲେ ସଡନଲି ଗୋଟେ ମାନେ ଆସିଯାଏ। ସାମ୍ନା ବାଲା ମୁଁ ଜାଣିଛି ଖରାପ ନୁହେଁ, ବଟ୍ ସେଇ ସିଚୁଏସନ ଏକଦମ ସେ ହାଇ ପିଚ୍ ରେ ରାଗ ଆସିଯାଇଥିବ, ତାପରେ ଭାବିଲେ ନାଇଁ ନାଇଁ ଏଇଟା କରିବାର ନଥିଲା, ବଟ୍ କରିଲିନି। ମାନେ ବେଟର ହବ ନ କହିଲେ କିଛି ବେଟର। ସେ ତ ହଁ ମେ ବି ସେଇଟା ପ୍ରାକ୍ଟିସ କଲେ ହିଁ ଧୀରେ ଧୀରେ ଯିବ। ହେଲେ ଯଦି ଭଗବାନ ସମସ୍ତଙ୍କ ଭିତରେ ଅଛନ୍ତି, ଦେନ୍ ସାମ୍ନା ବାଲା ପାଖରେ ବି ତ ଭଗବାନ ପଜିଟିଭ ରେସ୍ପନ୍ସ ଦଉଥିବେ ନା, ଦେନ୍ ସିଏ କେମିତି ମାନେ ଏମିତି କେମିତି କହିପାରିବ ଯେ ଯାହାକୁ ଟିକେ ଦେଖନ୍ତୁ ଖରାପ। ଭଗବାନ ସମସ୍ତଙ୍କ ପାଖରେ ଅଛନ୍ତି ଏଜ ଏ ନ୍ୟୁଟ୍ରାଲ ପରମାତ୍ମା, କିନ୍ତୁ ଯିଏ ଭକ୍ତି କରେ ତା ପାଇଁ ଭଗବାନଙ୍କର ଯୋଉ ସିଗ୍ନାଲ ଟା ସେ ଆକ୍ସେପ୍ଟ କରେ। କହନ୍ତି ନା ଗୀତାରେ ଭଗବାନ କହୁଛନ୍ତି ଦିଟା ଚଢେଇ, ଗୋଟେ ଚଢେଇ ଖାଉଛି ଆଉ ଗୋଟେ ଚଢେଇ ଦେଖୁଛି, ଇଏ ଉଲ୍ଟା ମୁହଁ କରିକି ଖାଉଛି। ଇଜ ନଟ ଲୁକିଂ ଟୁୱାର୍ଡସ ଦ୍ୟାଟ ବର୍ଡ। ଭଗବାନ ଦେଖୁଛନ୍ତି ଆମ ଆଡେ, କିନ୍ତୁ ଆମର ଚେହେରାଟା ଯିଏ ଭକ୍ତି କରୁଛି ସେ ଭଗବାନ ଆଡେ ଦେଖୁଛି, ଯିଏ ଭକ୍ତି କରୁନି ତା ଚେହେରାଟା ଅଲଗା ଆଡେ ଅଛି, ସେ ଏନ୍ଜୟମେଣ୍ଟ କରୁଛି। ତ ତା ପାଇଁ ଭଗବାନ ନ୍ୟୁଟ୍ରାଲ ପରମାତ୍ମା ଭଳିଆ ଅଛନ୍ତି, କାରଣ ସେ ସିଗ୍ନାଲକୁ ଆକ୍ସେପ୍ଟ ହିଁ କରୁନି। କିନ୍ତୁ ଯେ ଡିଭୋଟି, ସେ ସବୁବେଳେ ଚାଣ୍ଟିଂ କରୁଛି, ଭଗବାନଙ୍କୁ ପ୍ରେୟର କରୁଛି, ଭଗବାନଙ୍କୁ ହେଲ୍ପ ମାଗୁଛି, ତ ଭଗବାନ ତାକୁ ହର ମୋମେଣ୍ଟରେ, ସବୁ କ୍ଷଣରେ ତାକୁ ସାହାଯ୍ୟ କରନ୍ତି ଲାଇଫରେ ଠିକ ଡିସିସନ ନେବା ପାଇଁ। ତ ସେଥିଲାଗି ଯୋଉ ଡିଭୋଟି, ସେମାନେ ଏକ୍ସଟ୍ରା ଆଡଭାଣ୍ଟେଜ ମିଳେ ତାଙ୍କୁ ଭଗବାନଙ୍କର ଡିଜାୟାର ଟାକୁ, ଭଗବାନଙ୍କର ଇଚ୍ଛାଟାକୁ ବୁଝିବା ପାଇଁ। ବଟ୍ ଭକ୍ତିରେ ଆସିଲା ପରେ ଭଗବାନ ଟିକେ ବେଶୀ ପରୀକ୍ଷା ନିଅନ୍ତି। ପରୀକ୍ଷା, କାରଣ ଭଗବାନ ଆପଣଙ୍କୁ ନିଜ ଘରକୁ ନେଇକି ଯିବେ, ତ ପରୀକ୍ଷା ତ ନେବାକୁ ପଡିବ ନା, ନହେଲେ ପ୍ରପର କେମିତି ଯିବେ ଏଣ୍ଟ୍ରାନ୍ସ। ଗୋଲକ ବୃନ୍ଦାବନ। ତ କ୍ଲିୟର ଯେମିତି ଏକ୍ସାମ ହୁଏ ନା, ତ ତାହେଲେ ହିଁ ପାସ୍ ହେବେ ନା। ତ ସେଇପରି ଭାବରେ ପରୀକ୍ଷା ବି ଧୀରେ ଧୀରେ ଭଗବାନ ନିଅନ୍ତି, ଯାହାଦ୍ୱାରା ଆମେ ଭକ୍ତି କେତେ କରୁଛେ, କେତେ ଆଡଭାନ୍ସ କରୁଛେ ଜାଣିପାରୁଛେ ଆମେ ନିଜ ନିଜକୁ। ଧୀରେ ଧୀରେ ଯେତେବେଳେ ଭଗବାନଙ୍କ କୃପା ମିଳେ, ଭଗବାନଙ୍କର କୃପାରେ ହିଁ ଆମେ ପରୀକ୍ଷାରେ ପାସ୍ ବି ହେଇପାରିବା। ତ ସେଇ ବିଶ୍ୱାସଟା ରଖିକି ଆମକୁ ଭକ୍ତିରେ ସିନସିୟରଲି ଆମକୁ କରିବା ଉଚିତ। ହରେ କୃଷ୍ଣ।